ଏବେ ଆମର ଆଳୁ ଭଜା ଚାଲିଛି। ଆଳୁ ଭଜା ସରିଆ ସରିଆ ହେଇଗଲାଣି। ତାପରେ କରିବା କଙ୍କଡ଼ା ତରକାରୀ। ଆଳୁ ଏବେ ଗୋରେଇ ତୋରେଇ ଏପଟ ସେପଟ ସେପଟ ଏପଟ କରି ଭାଜିଦେବା। ଆଳୁ ନାଲି ପଡ଼ିଗଲାଣି, ତାମାନେ ଆଳୁ ହେଇଗଲାଣି। ଆଉ କିଛି ସମୟ ଭାଜିବା, ମୋ ମନ ଶାନ୍ତି ହଉନି। ଆମର ଏବେ ଆଳୁ ଭଜା ସରିଗଲା। ଏବେ ଆମେ ଆଳୁକୁ ଗୋଟେ ଜାଗାରେ କାଢିଦେବା। ଆଣ କାଢିବା ଆଣ। ଆମର ଆଳୁ ଭଜା ସରିଯାଇଛି। ଏବେ ଆଇଲୁ କଙ୍କଡ଼ା ପକେଇଲୁ। କଙ୍କଡ଼ାକୁ ତେଲରେ ପକେଇକିରି ଖଡ଼ ଖଡ଼ ହେଇ ଭାଜିବୁ। ଭାଜି 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 ପୁରା ନାଲି ହେଇ ଧୂଆଁ ଉଠେଇ ଭାଜିବୁ। ଏବେ ଚାଲିଛି ଆମର କଙ୍କଡ଼ା ଭଜା। ତାପରେ କଙ୍କଡ଼ା ତରକାରୀ। କଙ୍କଡ଼ାକୁ ମାରି ଦେଇକିରି ପକେଇଦେଲୁ। କଙ୍କଡ଼ା ମରିଗଲା, ହେଲେ ଆମ କଡ଼େଇରୁ ପାଣି ମରୁନି। କେମିତି ମାରିବ ପାଣି? ଫୁଟେଇ 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 ଭାଜି 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 କିଛି ହଉନି। ପାଣି ଯେ ଏମିତି ସେମିତି ରହୁଛି, ମୋଟେରୁ ମାରୁନି। କଙ୍କଡ଼ାକୁ ଭାଜି 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 ତା ପାଣି ମାରି ତାକୁ ପୁରା ଆମେ ନାଲି କରିଦେଲୁ। ଏବେ ଆମେ କଙ୍କଡ଼ାକୁ କାଢିଦେବା। କଙ୍କଡ଼ା କଢ଼ା ସରିଗଲା। ଏବେ ଆମେ ପୁଣି ଥରେ ତେଲ ପକେଇବା। ପକାରେ ଆମର ଏବେ ପିଆଜ ଭଜା ଚାଲିଲା। ପିଆଜକୁ ବି ପୁରା ନାଲି ପକେଇବୁ। ଭାଜି ଭାଜି ପୁରା ନାଲି ପକେଇଲେ ତ ଭାଜିବୁ, ଛାଡ଼ିବୁନି ତାକୁ। ତାପରେ ଯାହା ପକେଇବା, ତାପରେ ଦେଖିବା। ଆଉ ପିଆଜ ଭଜା ଚାଲିଛି ଆମର, ଏପର୍ଯ୍ୟନ୍ତ ସରିନାହିଁ। ଖଟର 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 ପିଆଜ ଭଜା ଚାଲିଛି। ଆଉ ଚାଲୁ, କେତେ ସମୟ ଚାଲୁଛି। ଆଉ ପିଆଜକୁ ଭାଜି ଭାଜି ପୁରା ନାଲି ପକେଇଦେଲୁ। ଏବେ ଆମେ ଆ ଦେହରେ ପକେଇବା ଅଦା ଟମାଟୋ ସବୁ ପେଷ୍ଟ ପକେଇଦେବା। ପଇଲା। ପିଆଜ ଭଜା ସରିଲା ପରେ ଅଦା ରସୁଣ ପେଷ୍ଟ ପାଇଁ ତାକୁ ଗୋଳେଇ ଦେଲୁ। ତାପରେ ଟିକେ ମିଟ୍ ମସଲା, ଟିକେ ଚିକେନ ମସଲା, ଆଉ କଣ ପଇଲା, ଟିକେ ହଳଦୀ, ତାପରେ ଟିକେ ଜିରା ପାଉଡର, ଧନିଆ ପାଉଡର ସବୁ ପକେଇକିରି ଗୋଳେଇ ଘାଣ୍ଟି ମିଶେଇ ଦେବା। ପାଣି ଦିଅରେ, ନାଗିଲାରେ ଦିଅରେ। এইটা হচ্ছে ଆମ ଘର ଛୁରୀ। ଦେଖ, ତମେ ତ କେବେ ଛୁରୀ ଦେଖିନଥିବ। ତାପରେ ପାଣି ଦିଆହେଲା, ନାଗିଗଲା ତ ଏ ପାଣି ଟିକେ ଦେଇ ଗୋଳେଇ ଦେବା। ଏପାଟ ସେପାଟ ଗୋଳେଇ ଦେଇ ପୁରା ସୁଂସା ବନ୍ଦ କରିଦେଲୁ ପାଣିର। ଏବେ ଟିକେ ଗରମ ମସଲା ପକେଇଦେବା, ବାସ୍ନା ହବ ନା। ଆଉ କଷିଆ 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 ଆର ଏବେ ପାଣି ମାରିବା। ପୁରା ସମସ୍ତ ପୁରା କଷି କାଷି ଆଜି ପୁରା ହଜେଇ ଦେବା। ଆଜି ପାଣି ମାରିବ, ଏମିତି ଗୋଳେଇ ଗୋଳେଇ ଏମିତି କଷିବି କଷିବି କଷିବି, ପାଣି ମଲା ଯାଏ କଷିବି। ଦିଲ ତୁମାରା ହେ ବିଲକୁଲ। ଏ କଙ୍କଡ଼ା ପଇଲା, କଷା ସରି କଙ୍କଡ଼ା ପଇଲା। କଙ୍କଡ଼ା ପଡ଼ି ସାରିଲା ପରେ ଗୋଳେଇବା, ତାପରେ ଆଳୁ ପକେଇଦେବା। ଗୋଳିଆ ଗୋଳି ଚାଲିଛି। ଏ ଗୋଳି ପଡ଼ି ଧରି ପକେଇଲି। ତାକୁ ସାଇଜ କରିଦିଅ। ଏବେ ଏପାଟ ସେପାଟ ଭଲ କିରି ଗୋଳେଇ ଦେବା। ଏବେ ଭଲସେ ଗୋଳେଇ ଦେବା। ଲୁଣ ଟିକେ କମ ହେଇଗଲା, ଆଉ ଟିକେ ଲୁଣ ପକେଇଦେବା। ଆଉ ଚାଲିଛି ଗୋଳା ଗୋଳି ଚାଲିଛି। ଦେଖିଲ କେତେ ଭଲସେ ଗୋଳାଉଛି। ତମେ ତ କେବେ କଙ୍କଡ଼ା ଗୋଳେଇ ନଥିବ, ଦେଖ ମୁଁ ଗୋଳାଉଛି ଦେଖ। ଦେଖୁଛି କଙ୍କଡ଼ା ଚାଲିଛି ତରକାରୀ। ଆଜି ମୁଁ କରିବି କଙ୍କଡ଼ା ତରକାରୀ। ଟିକେ ପାଣି ଦେଇଦେବା। ପାଣି ଦେଇ କଙ୍କଡ଼ାକୁ ପୁଣି ଗୋଳେଇବା। ଗୋଳେଇଲା ପରେ ସୁନ୍ଦର ଦେଖାଯାଉଛି। କଣ ହେଇଛି ଆଜି ତ ମୁଁ ପୁରା ଖାଇବି। ଆଉ ତମକୁ ଦେବିନି, ଏକା ଖାଇବି। କଙ୍କଡ଼ା ଖାଇବି ଏକା ଏକା। ଗୋଟେ ଗୋଡ଼ ଗଳି ପଇଲା।
ଫୁଟିଲା ପରେ ଦେଖେଇବି କେମିତି ଫୁଟୁଛି। କଙ୍କଡ଼ା ତରକାରୀ ଆମର ସରିଗଲା। ଝୋଳ ଏବେ ଆମର ଫୁଟୁଛି, ଫୁଟି ଫୁଟି ସବୁ ସରିଗଲା। ଏବେ ଆମର